ଏଡିଛି ମୋ ପୁଅ ଆଇଲା ସବୁ ସଂକ୍ରାନ୍ତ ସେଇ କରିଥିବେ ଯୋଉ ଡାଲା ଅଟୋରେ ଯୋଉ ପୁଅ ନେଇଥିଲା ସେ ଡ୍ରାଇଭର ସେ ଗାଡି ମାଲିକ ସେ ଧରା ପଡିଛି। ଆଉ ଯଦି ହଉଛି ଲାଷ୍ଟକୁ ଯଦି କେହି ବି ନ ଯିବେ ମୁଁ ଘୁଷୁରିକି ବରଂ ମରିବି ସେଇ ବାଟରେ ଦିଲ୍ଲୀ ଯିବି। ପ୍ରଭୁ ପ୍ରଧାନମନ୍ତ୍ରୀ, ପ୍ରଭୁ ମୁଖ୍ୟମନ୍ତ୍ରୀ, ପ୍ରଭୁ ମାଲ ଦବନି ମା। ମୋ ପୁଅ ଛଡେ ମଣିଷ ସତ କିନ୍ତୁ ସାମାନ୍ୟ ମଣିଷ ନୁହଁ। ମୁଁ କଣ ସହିତ କହିବି? ମୁଁ ଯିବି ସେମିତି ଘୁଷୁଡିକିରି ଯିବି। କେବଳ ଆଜି ବଞ୍ଚିଛି ମୋ ପୁଅ ନ୍ୟାୟ ପାଇଁକି ମୁଁ ବଞ୍ଚିକି ଅଛି। ଫାଶୀ ଦିଆଯାଉ। ଯଦି ଫାଶୀ ନ ଦେଇ ପାରୁଛନ୍ତି ତାହେଲେ ମୋ ହାତରେ ହତିଆର ଧରିଦିଅନ୍ତୁ। ଫାଶୀ ତ ଉଠି ଯାଇଛି କହୁଛନ୍ତି ନାହିଁ ନା, ତାହେଲେ ମୋ ହାତରେ ହତିଆର ଧରିଦିଅନ୍ତୁ। ସେ ବର୍ଦ୍ଦିତା ଝିଅରୁ କାହିଁ ଖୋଲୁନାହାନ୍ତି, ତାକୁ ପାଇଁ ଆଣୁନାହାନ୍ତି, ତା ପାଇଁ ସିଡ଼ି ଦଣ୍ଡ ଦଉନାହାନ୍ତି। ଯଦି ନ ଦେଇ ପାରୁନାହାନ୍ତି ମତେ କହୁନାହାନ୍ତି, ମୁଁ ଆଣିଦେବି। ମୋ ସାମ୍ନା ପାରୁନାହାନ୍ତି, ତାକୁ ଆଣିଦେବି। କହିଲା ମୁଁ ଭୁବନେଶ୍ୱରରେ ଯଦି ରହିବି 68 ମୁଁ ରହିବି। କହିଲା ତ ମୁଁ ଯାଉଛି। ସିଏ ତାର ଏଡ଼ିଟ୍ ପାଖକୁ ଆଉ ଯିବାକୁ ଇଚ୍ଛା ନଥିଲା। ସିଏ ମୁଁ ବାଧ୍ୟରେ ବି ଯାଉଥିଲି। ସକାଳୁ ଯଦି ଯେତେବେଳେ ଭୁବନେଶ୍ୱର ଯେମିଟା କାମ ନଥିଲା ସକାଳୁ ଯାଇ ପୁରା ସକାଳୁ ଯିବ ଭାରି, ସକାଳୁ ଯାଇକି ଆସିବ 11ଟା ସାଢ଼େ 11ଟାରେ ଘରେ ଆସିବ। ନା ଅଫିସ ଫଫିସ କିଛି ନାହିଁ। ସେଇ ବାଡି ଖାଇ ଏଡ଼ିଛି ମୋ ପୁଅ ଆଇଲା ସବୁ ସଂକ୍ରାନ୍ତ ସେଇ କରୁଥିବେ। ସେ ମୋ ପୁଅ ଯେମିତି ତାର ଗଲା ନାହିଁ ତା ଘଷା ମଜା କରିବାକୁ ସାଲେରି ବନ୍ଦ କରିଦେଲା। ପୁଅ ମତେ ତ କହିଦେଲା ସବୁବେଳେ କहे ଯେ ବୋଉ ମୁଁ ଆଉ ଚାକିରି କରିବି। ସବୁବେଳେ ମନା କରି ମୁଁ ତ କହିବି କେତେ ବର୍ଷ ହେଲା ସେ ରେଲୱେ ଚାକିରି କରିଥିଲେ, ତାପରେ ତାଙ୍କୁ ବାହାର କରିଦେଲେ। ବିକାଶ ତ ଫାଇନାଲ ପରୀକ୍ଷା ଥିଲା ତ ଚାକିରି ପାଇଥିଲା। କଣ ବାପା କହିବି ସମସ୍ତଙ୍କୁ ତଦନ୍ତ 15 ଜଣ ଗିରଫ କରାଗଲାଣି, କିନ୍ତୁ ଯୋଉ ଚାବି ନେଇଥିଲା ସେ ଭଦ୍ରଲୋକ ତାକୁ ଏ ଯାଏଁ ଧରାଯାଇନି। ପୋଲିସ ମାନେ ଦେଖୁଥିଲେ ଡାଲା ଅଟୋ ଯିଏ ନେଇଥିଲା ତାକୁ ସେ ଧରା ପଡିଛି। ଯୋଉ ଡାଲା ଅଟୋରେ ଯୋଉ ପୁଅ ନେଇଥିଲା ସେ ଡ୍ରାଇଭର ସେ ଗାଡି ମାଲିକ ସେ ଧରା ପଡିଛି। ମୁଁ ଜାଣିନି, ପଚାରୁଛି ତ ମୁଁ ଜାଣିନି। ତାଙ୍କୁ ତଦନ୍ତ ବି କରାଯାଇନି ଏଯାଏଁ କ୍ରାଇମ ପୋଲିସ ମାନେ ଯୋଉ ଥିଲେ ସେମାନଙ୍କୁ କେବଳ ସସ୍ପେଣ୍ଡ କରାଯାଇଛି, ତାଙ୍କୁ ସସ୍ପେଣ୍ଡ କରାହେଇଛି କାହିଁ, କଣ ପାଇଁ? ସେ ଖୁସିରେ ଯିବେ, ସସ୍ପେଣ୍ଡ କରାହେଲା, ଅଧା ଦରମା ପାଇବେ। ତାଙ୍କ ପୁଅ ମାନଙ୍କ ପାଖରେ ତାଙ୍କ ମା ମାନଙ୍କ କୋଳରେ ଭାରି ଭଲରେ ତାଙ୍କ ମା ପୁଅ ସେ ସବୁ ମିଶିକି ଭଲ ଖୁସି ବାସି କରିବେ। ତାଙ୍କୁ ଯୋଉ ସସ୍ପେଣ୍ଡ ଟା କରାହେଇଛି ଅଧା ଦରମା ପାଇବେ, ଆରାମସେ ଦିନ ପାଇବେ। ଗରମ ହଉଛି ଏସି ରୁମରେ ଡ୍ୟୁଟି ଫ୍ୟୁଟି କରିବେନି, କହିଲା ଶୋଇବେ। ଆଉ ବହୁତ ଶାନ୍ତିରେ ଛାଡ଼ି ଦେଇଥିଲେ। ମୁଁ କାନ୍ଦେ ମୋ ପୁଅ ମରୁ, ଆମର ଯାହା ହଉ କିନ୍ତୁ ଯେଝାର ଯେ ସୁଖରେ ଅଛନ୍ତି। ଆଉ କଣ? ଆଉ ଯଦି ହଉଛି ଲାଷ୍ଟକୁ ଯଦି କେହି ବି ନ ଯିବେ ମୁଁ ଘୁଷୁରିକି ବରଂ ମରିବି ସେଇ ବାଟରେ ଦିଲ୍ଲୀ ଯିବି। ଦିଲ୍ଲୀ ଯିବି ମାନେ ଯିବି, ଦିଲ୍ଲୀ ଯିବି। ମୁଁ ଘୁଷୁରିକିରି ଦିଲ୍ଲୀ ଯିବି। ମୁଁ ଯାହାଟେ ଯୋଉଠି ଯୋଗାଡ଼ କରିକିରି ଏଇ କାହାକୁ ଯଦି ନ ପାଇବି କହୁଛି, ଏଇ ତମମାନେ କଣ ମତେ କେହି ମୋ ଘର ମୋ ଗାଁ କେହି ନ ପାଇଲେ ଦିଲ୍ଲୀ ଯିବି, ପ୍ରଧାନମନ୍ତ୍ରୀ ପାଖକୁ ଯିବି, ଦ୍ରୌପଦୀ ମା ପାଖକୁ ଯିବି। ତାଙ୍କ ନାଁ କଣ ମୁଁ ମନେ ପଡୁନି ତାଙ୍କ ନାଁ। ଦ୍ରୌପଦୀ ମା ପାଖକୁ ଯିବି। ସେ ଗୋଟେ ମାଟେ, ସେ ନିଜେ ଗୋଟେ ମାଟେ। ସେ ଆଜି ମୋ କୋଳ ଶୂନ୍ୟ ପାଉଛି ଦେଖୁଛି। ଯେତେବେଳେ ଜଗତର ମାଙ୍କ କୋଳ ଶୂନ୍ୟ ହେଇଯିବ ସେତେବେଳେ ପୁଣି ସେ ମା ତାର ହାତ ପାଇବଟି। ଗୋଟିଏ ମା କୋଳ ଶୂନ୍ୟ ହେଇଛି, ତାଙ୍କ ହାତ ପାଉନି। ଯେତେବେଳେ ସବୁ ମା କୋଳ ଶୂନ୍ୟ ହେଇଯିବ ତାଙ୍କ ହାତ ପାଇବଟି। ଏଇଠି ଥାଇକିରି ଲୋ ମା, ପ୍ରଭୁ ପ୍ରଧାନମନ୍ତ୍ରୀ, ପ୍ରଭୁ ମୁଖ୍ୟମନ୍ତ୍ରୀ, ପ୍ରଭୁ ମାଲ ଦବନି ମା। ମତେ ଆପଣ ପଚାରୁଛନ୍ତି, ଆପଣ ନିଜେ ମନକୁ ପଚାରୁନାହାନ୍ତି ଆପଣଙ୍କୁ କଣ ଲାଗୁଛି? ମତେ ପଚାରୁଛନ୍ତି, ମତେ ଆସି 15 ଦିନ ହେଲାଣି ସବୁ ପଚାରୁଛ ଯେ ନିଜେ ମନକୁ ମନ ତମ ମନକୁ ମନ ତମେ ପଚାରିଲ।
तुम्हें बड़ा पिला ना तमर को ସମସ୍ତେ କହୁଛନ୍ତି ତମ ମନକୁ ସବୁ ତମ ମନକୁ କ୍ୱେଶ୍ଚିନ୍ ତମ ମନକୁ ତମେ ପଚାରୁନ ତମ ମନ ତମର ସବୁ କଣ ଆସୁଛି गार बसु दुकान ଇଏ ଷଡ଼ଯନ୍ତ୍ର ହେଇନି ଯାହା ବି ହେଲେ ମୋ ପୁଅ ଛଡେ ମଣିଷ ସତ କିନ୍ତୁ ସାମାନ୍ୟ ମଣିଷ ନୁହଁ ମୁଁ ଗର୍ବର ସହିତ କହିବି ମୁଁ ଗର୍ବର ସହିତ କହୁଛି ମୁଁ କହୁଛି ମୋ ଛୁଆ ମଣିଷ देखो तो जो डाकी सेनाल थे देखो तो सौम्य को भी माड़ मारथंती फोन करथि चक्रात मु माइले केमिति तापर आसी जे के कह जाउछि से आसीथिले बंचै बापू तो से भी ताको माड़ मारिबारे शामिल हे गेले गोटे लोक फोन करा जे बंचै बापू ना ताको आहुरी अटैक करबा पई लागुछि ताकर कोन पूर्व शत्रुता थिला के ता सहित ତମ ନିଜକୁ ପଚାରୁନା ମୋର ये କଥା କୋଉଠି ପହଞ୍ଚୁଛି କହିଲ ମୁଁ ଜାଣି ପାରୁନି ମୁଁ मूर्ख लोक विश्व स्तर रे पहुंचबो सब जोटी कहबे प्रधानमंत्री नरेंद्र मोदी भी ए कथा सुनिबे ସମସ୍ତଙ୍କ ପାଖେ मोहन ପହଞ୍ଚୁଥିବ माझी भी ए कथा सुनुचंती ମୋ ଫଟୋକୁ ସମସ୍ତେ ଦେଖୁଛନ୍ତି ନା ତମେ ଖାଲି ଉଠେଇଛ ଖାଲି ଆସିକି 15 ଦିନରେ ଖାଲି ଉଠଉ समस्त को हम लिंक पठाउछु समस्त को वीडियो पठाउछु आपण जहा कहबे कहंतु क्राइम पर चाची आपण सीबीआई जेंति कहले मुख्यमंत्री के पाखे मुख्यमंत्री आपण कहितरे दिल्ली जिबे सेटा भी जाईची दिल्ली जिबी हां दिल्ली जिबी जिबी बा कहूची दिल्ली जिबी न जाई जदि केही भी न जिबे न जाई पाइले पछे पुओ साथी सेही बाटे मु हजी जिबी किंतु मु जिबी मु दिल्ली जिबी सेही बाटे मो पुओ भले जदि मु हजी जाई मते केही भी सपोर्ट करी न नेले मु जिबी सेमती घुसुड़ी गिरी जिबी केवल बाजी बचिची मो पुओ न्याय पे कि मु बची गछि धमजम धरिछि मो न्याय पे कि मो धमजम धरि कि रहिछि हाउ दिनକୁ ଦିନ ମତେ କେତେ କଷ୍ଟ ହଉଛି ସେଟା ମୁଁ ଜାଣୁଛି ये देहर ଯନ୍ତ୍ରଣା କେତେ ସେଟା ମୁଁ ଜାଣୁଛି ମୁଁ ସାରା ଜୀବନରେ ଯନ୍ତ୍ରଣା ସହି ସେମାନେ ରହିଲେ କଣ ମୋର କରିବେ ମୋ ଛୁଆ ତ କଲବଲ କରି ମାରିଛନ୍ତି ମୁଁ ତ ଦେଖିପାରୁନି ତେବେ କଣ କେହି ଦେଖିପାରୁନା ତେବେ କେହି କଣ ଦେଖିପାରୁନା କି କଲବଲ କରି ଯନ୍ତ୍ରଣା କରିକି ମାରିଛନ୍ତି କି ଯନ୍ତ୍ରଣା କରିକି ମୋ ଛୁଆକୁ ମାରିଛନ୍ତି ତେବେ ତମ ମନ କହୁଛି ये सडन केस रे सागे सागे केस रे मो छुआ को बाड़ी की मारछंती तमे निजे को तम मन तमे निजे को ओरे कोडी ये कथा कोडी मोर पहुंची कहलो जा देखो तो निछाटिया रास्ताटा हठात 50 100 लोग केमते काठी हे गेल को से फोन करा करे कि ताकर आगुर प्लानिंग अछि बोली से फोन करा करे कि तापटा के एते निछाटिया रे एते लोक आसीबे को तापर पांच गाय लोक एक मन हबो केमिति तमे ये तम मन को तमे पचारना तमे जोठी वो फोटो पहुंची को मुख्यमंत्री प्रभु सेना यार तो सौम्यर कोन बंधुता थिला ना रंजीत सहित सौम्यर बंधुता कोन ना ताले ओम काई के कुनार को फोन करथला सी वो काई को फोन करथला सेटा ओम को पचार मोर दीदीटा मोर जिम रे से तो केते दिन ये करूथला जो ट्रेनिंग दउथला से ट्रेनिंग दउथला ट्रेनर हे कि थला माने तो भुवनेश्वर जिम छुआ कर नंबर का पाखरे अछि एपट अड़सपुर छुआ कर अड़सपुर जिम रे जतो छुआ से नंबर अछि का पाखरे अछि ओ पाखरे अछि अच्छा हां से वर्तमान एका काटिबो कि कोन करबो मु सेमित कर ता पाखरे अछि ना मु एटा कोन मु भूल कथा कहूची एई कथा कोन मु भूल कहूची मो मुंड कावाइका ठीक अछि तो मु केते ये भीतर रहिची सेटा कोन त निजे जान सकत त कोन रहिची से गाँ लोक सहित रंजीत रही सेटा कथा हबो गोटे पॉइंट जो मुख्यमंत्री के पाखरे पहुंची खबर जो मुख्यमंत्री मते देखुथबे ये प्रधानमंत्री भी मते देखुथबे से मां द्रौपदी मुर्मू से मां भी मते देखुथबे मु ताका पाद पद्म तळे कहानी मते केती निकावा बुझी मो कई साल नहीं मते साल की मते निके न्याय दियो तुम्हारा कई नहीं उनी संतर साल राज समस्ते जानतु देखिला लोक जानतु सुनिला लोक जानतु वीडियो शूटिंग जे करछि से भी जाऊ समस्त की अरेस्ट हो मु चाहूची समस्त की अरेस्ट हो
ମୋ ପୁଅମାନଙ୍କୁ ଯେଉଁମାନେ ବାଡ଼େଇକିରି ମାରିଛନ୍ତି ସେମାନଙ୍କୁ ଚାହୁଁଛି ମୁଁ ତାଙ୍କୁ ଫାଶୀ ଦିଆଯାଉ। ଯଦି ଫାଶୀ ନ ଦେଇ ପାରୁଛନ୍ତି ତାହେଲେ ମୋ ହାତରେ ହତ୍ୟାର ଧରି ଦିଅନ୍ତୁ। ଫାଶୀ ତ ଉଠି ଯାଇଛି କହୁଛନ୍ତି ନାହିଁ ନା, ତାହେଲେ ମୋ ହାତରେ ହତ୍ୟାର ଧରି ଦିଅନ୍ତୁ। ମୁଁ ସେ ଯେମିତି ରାକ୍ଷସ ବୋଲି ସବୁ ମାରିଦେଇଛନ୍ତି ମୋ ଛୁଆ। ମୁଁ ସେ ଗୋଟେ ରାକ୍ଷସ। ପୋଲିସ ଏପର୍ଯ୍ୟନ୍ତ 4 ଜଣ ସେ ଆରେଷ୍ଟ ହେବାକୁ ନାହାନ୍ତି। ଓମ୍ ତ ନିଜେ କହୁଛି ସେ ବି ଏପର୍ଯ୍ୟନ୍ତ ଆରେଷ୍ଟ ହେବାକୁ ନାହାନ୍ତି। ଆଉ ସେ ବି ତ ଆରେଷ୍ଟ କ'ଣ, ତାଙ୍କୁ ତ ଫାଶୀ ହେବା କଥା। କାହିଁକିନା ଗଭର୍ଣ୍ଣମେଣ୍ଟର କ'ଣ ଏତେ ପଇସା ଅଧିକା, ଯାହା ତାର ତ ନାହିଁ ସେ ଧର୍ମ ପୋଷାକ ପିନ୍ଧିବାର ତାର ତ ଇଏ ନାହିଁ। ସିଏ ତାକୁ କାହିଁ ପିନ୍ଧିବାକୁ ଦେଇଛି, କାହିଁ ସେ ପିନ୍ଧିବାକୁ ଦେଇଛି, ସେ କାହିଁକି ସେ ବର୍ଦ୍ଦି ତା ଝିଅରୁ କାହିଁ ଖୋଲୁନାହାନ୍ତି, ତାକୁ କାହିଁ ହାଣୁନାହାନ୍ତି, ତାକୁ କାହିଁ ସିଡ଼ି ଦଣ୍ଡ ଦଉନାହାନ୍ତି। ଯଦି ନ ଦେଇ ପାରୁନାହାନ୍ତି ମତେ କହୁନାହାନ୍ତି, ମୁଁ ହାଣିଦେବି। ମୋ ସାମ୍ନାକୁ ଆଣୁନାହାନ୍ତି, ତାକୁ ହାଣିଦେବି, ମୁଁ ତାକୁ ଜାଣିକି ହାଣିଦେବି। ସେଥିରେ ପୋଲିସର ହାତ ଅଛି। ସେମାନେ ସବୁ କଥା ହେଇକି ସବୁ ତାଙ୍କର ଇଏ କରିଛନ୍ତି। ଆଉ ଇଏ ତ ମତେ ତ ପଚାରୁଛ, ମୋ ମୁଣ୍ଡ ତ ଏତେ ପାଉନି କହିବାକୁ। ଏ ତ ଜଳ ହେଇକି 5 ବର୍ଷର ଛୁଆ ବି ଯାହା ହିସାବ ପାଇପାରିବ। ଆଉ ମତେ ଏତେ ପ୍ରକାର 15 ଦିନ ହେଲାଣି ପଚରା ହଉଛି। ଏ ତ ନା ଓମ୍ ର କଥା କହୁଛି, ଓମ୍ ର ଲାଗୁଛି ଏଥିରେ କିଛି ତାର ସନ୍ଦେହ ଘେରକୁ ଆସୁଛି କି? ସେ ଗୋଟାକ ଆମେ କେମିତି କହିବୁ? ସେ ଗୋଟାକ ଓମ୍ କଥାଟା ଯୋଉ ବାର ପଚାରୁଛ ଓମ୍ କଥା, ତାଙ୍କ ଭିତରେ ମଝିରେ ଝଗଡା ହେଇଥିଲା ଜିମ୍ କୁ ନେଇକି। ଓମ୍ ର ସୌମ୍ୟ ମାନେ ସୌମ୍ୟ ଭାଇଙ୍କର ଜିମ୍ ରେ ଓମ୍ କ'ଣ କରୁଥିଲେ? ଝଗଡା ବି ହେଇଥିଲା ତାଙ୍କର ମଝିରେ, କିଛି କାରଣ ଝଗଡା କ'ଣ ସେ କହିଲା। ମୁଁ ନିଜେ ଶୁଣିଛି, ପୁଅ ଏଇଠି ରୁମରେ ଶୋଇକି ମା ପୁଅ ଶୋଇଥିଲୁ, ଫୋନ କରୁଥିଲା, ମୁଁ ପୁଅକୁ ଟିକେ ଆଉଁସି ଦଉଥିଲି, ସେଠି ଶୋଇଥିଲି। କହିଲା ଓମ୍ ତୁ ଏପଟ ଜିମ୍ ରେ 4-5 ଲକ୍ଷ ଟଙ୍କା ଭଳିଆ ଖର୍ଚ୍ଚ କରିଛି। ଆଉ ଓମ୍ ଟିକେ ଭଲ ଟ୍ରେନର, ଭଲ କାମ କରେ। ଆଉ ପୁଅ ବି ତାକୁ ବହୁତ ଭଲ ପାଏ, ସିଏ ବି ପୁଅକୁ ଭଲ ପାଏ, ପୁଅ ବି ତାକୁ ବହୁତ ଭଲ ପାଏ। ମାମୁଁ ଭଣଜା ସମ୍ପର୍କ, ସମ୍ପର୍କ ଗାଁର ପୁଅ ତ ମାମୁଁ ଭଣଜା ସମ୍ପର୍କ। ସେ କହିଲା ତୁ ଟିକେ ଭୁବନେଶ୍ୱର ଜିମ୍ରୁ ଟିକେ ଯା ଭାରି, ଅଡ଼ଶପୁର ଜିମ୍ରେ ଟିକେ ରହ, 2 ମାସ ଖଣ୍ଡେ ସେଠି ରହିଯା। ନା ମୁଁ ରହିବି। ଇଏ ଯେତେ ଜିଦ୍ କରି କହିଛି, ମୁଁ ସେଇଟା କାନରେ ଶୁଣୁଛି। ସେ ସେତେ ଜିଦ୍ କରି କହିଲା ମୁଁ ରହିବି। କ'ଣ ପାଇଁ ମନା କଲା, କହିଥିବ କିଛି କାରଣ? କହିଲା ମୁଁ ଭୁବନେଶ୍ୱରରେ ଯଦି ରହିବି, ଅଡ଼ଶପୁରରେ ମୁଁ ରହିବି। ଅଡ଼ଶପୁରରେ ରହିବାକୁ ମନା କଲା। ମନା କରିକି ରହିଲା ନାହିଁ। ତାପରେ କିଛି ଦିନ ତାଙ୍କ ଭିତରେ ତିକ୍ତତା ହେଇଥିବ, ତାହେଲେ ପୁଣି 2 ଜଣ ମିଶିକି କାହିଁକି ଯାଉଥିଲେ? ପୁଣି ସେଇ ଏବେ କହିଲା ମୁଁ ଶିଖିବି ବୋଲିକି, ମାନେ ସେ ନିଜେ ତ ସବୁଦିନ ପୁଣି ଗୋଟେ ଶିଖିବ ନା ନାହିଁ। ବଡିଟା ସେଟା ଡେଲି ନ ଶିଖିଲେ ତ ବଡି ରହିବନି ନା। ନିଜେ ଶିଖିବା ପାଇଁ କି 600 ଟଙ୍କା ଦେଇକି ପୁଣି ଆଡମିସନ କରିଥିଲା। ମାନେ ଆମ ଜିମ୍ରେ ସିଏ ମାନେ ଟ୍ରେନର ହିସାବରେ ନଥିଲା, 600 ଟଙ୍କା ଦେଇକି ଆଡମିସନ କରିଥିଲା। ଯୋଉଦିନ ସୌମ୍ୟ ଗଲେ ଘରୁ, କ'ଣ କହିକି ଗଲେ ଆପଣଙ୍କୁ? ସେ ମତେ କହିଲା ଯେ ମୁଁ ଯାଉଛି ଆଡିସନାଲ ଡିଟି, ସେଥିରେ ଆଡିସନାଲ ଡିଟି ପାଖକୁ ମୁଁ ଯାଉଛି। ତାପରେ ମୁଁ ଶୁଣିଲି ଯେ ଏଠୁ ସବୁ ସେ ଆଡିସନାଲ ଡିଟି ପାଖକୁ କହିକିରି ଏଠୁ ପଳେଇଗଲା। ମୁଁ ସେତେବେଳେ ଗାଧେଇକି ଆସିକି ଲୁଗାଟା ପିନ୍ଧିଥିଲି, ମୁଁ ସଡନ ଲୁଗା ପିନ୍ଧିକି ତା ପଛେ ପଛେ ଚାଲିକି ଗଲି। ମୁଁ ଜିମ୍ ଯାଇଥିଲି ଯେ ଆଡିସନାଲ ଡିଟି ପାଖକୁ ମୁଁ ତାକୁ ଛାଡ଼ିବିନି। କହିଲା ତ ମୁଁ ଯାଉଛି। ସିଏ ତାର ଏଡିଟ୍ ପାଖକୁ ଆଉ ଯିବାକୁ ଇଚ୍ଛା ନଥିଲା, ସିଏ ମୋ ବାଧ୍ୟରେ ସେ ଯାଉଥିଲା।